কৃষকଙ୍କୁ প্রতি মাসରେ ମିଳୁଛି 3000 ଟଙ୍କା ପେନ୍ସନ୍। ଜାଣନ୍ତୁ କିଭଳି ଉଠାଇବେ ଏହି ସରକାରୀ ଯୋଜନାର ଲାଭ। ବୁଢ଼ା ସମୟରେ ଚାଷୀମାନଙ୍କର ଆୟ ଅଧିକାଂଶ ସମୟରେ କମିଯାଏ। ସେମାନଙ୍କୁ ଆର୍ଥିକ ସହାୟତା ଆବଶ୍ୟକତା ହୁଏ। ଏହାର ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଯୋଗ୍ୟ ଚାଷୀମାନେ 60 ବର୍ଷ ବୟସ ପରେ ପ୍ରତି ମାସରେ 3000 ଟଙ୍କା ପେନ୍ସନ୍ ପାଇପାରିବେ। ଆସନ୍ତୁ ଏହି ଯୋଜନା ବିଷୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବା। ମାସିକ ପେନ୍ସନ୍ ସୁବିଧା। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନୁଯାୟୀ 60 ବର୍ଷ ବୟସ ପୂରଣ ହେବା ପରେ ଚାଷୀମାନେ ମାସିକ 3000 ଟଙ୍କା ପେନ୍ସନ୍ ପାଇପାରିବେ। ଆର୍ଥିକ ବାର୍ଷିକ 36000 ଟଙ୍କାର ଆର୍ଥିକ ସହାୟତା ମିଳିବ। ଅର୍ଥାତ୍ ବାର୍ଷିକ 36000 ଟଙ୍କାର ଆର୍ଥିକ ସହାୟତା ମିଳିବ। ଏହି ରାଶି ବୁଢ଼ା ପରେ ଚାଷୀମାନଙ୍କର ଆର୍ଥିକ ଚିନ୍ତାକୁ କମ୍ କରିବାରେ ଏକ ସହାୟକ ହେବ। କେଉଁ ଚାଷୀ ଲାଭ ଉଠାଇ ପାରିବେ? ଏହି ଯୋଜନା ବିଶେଷ ଭାବରେ ଛୋଟ ଏବଂ ସୀମାନ୍ତ ଚାଷୀମାନଙ୍କ ପାଇଁ ଆରମ୍ଭ କରାଯାଇଅଛି। ଏଥିରେ ସାମିଲ ହେବା ପାଇଁ ଚାଷୀମାନଙ୍କୁ ବୟସ ସମ୍ବନ୍ଧୀୟ ସର୍ତ୍ତ ପୂରଣ କରିବାକୁ ହେବ। ଏହା ସହିତ ମାସିକ ପ୍ରିମିୟମ ଜମା କରିବାକୁ ହେବ, ଯାହା ବୟସ ଅନୁସାରେ 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ସରକାରଙ୍କ ଯୋଗଦାନ। ଏହି ଯୋଜନାର ବିଶେଷତ୍ୱ ହେଲା ଚାଷୀ ଯେମିତି ପ୍ରିମିୟମ ଜମା କରନ୍ତି, ସେତିକି ରାଶି ସରକାର ମଧ୍ୟ ତାଙ୍କ ଆକାଉଣ୍ଟରେ ଯୋଗ କରନ୍ତି। ଅର୍ଥାତ୍ ଚାଷୀ ଓ ସରକାର ମିଳିତ ଭାବେ ପେନ୍ସନ୍ ଫଣ୍ଡ ତିଆରି କରନ୍ତି। 60 ବର୍ଷ ବୟସରୁ ଚାଷୀଙ୍କୁ ମାସିକ 3000 ଟଙ୍କା ପେନ୍ସନ୍ ମିଳିବା ଆରମ୍ଭ ହୁଏ। ଆବେଦନ ପ୍ରକ୍ରିୟା। ଏହି ଯୋଜନାର ଲାଭ ଉଠାଇବା ପାଇଁ ଚାଷୀମାନଙ୍କୁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଏବଂ ବୟସ ପ୍ରମାଣପତ୍ର ସହିତ ନିକଟସ୍ଥ କମନ ସର୍ଭିସ ସେଣ୍ଟର ବା CSC କୁ ଯିବାକୁ ହେବ। ଏଠାରେ ଆଧାର ଆଧାରିତ ରେଜିଷ୍ଟ୍ରେସନ କରାଯାଏ ଏବଂ ପ୍ରତି ମାସରେ ପ୍ରିମିୟମ ଜମା କରିବାକୁ ହୁଏ। ଚାଷୀ ଯେତେ ଶୀଘ୍ର ଏହି ଯୋଜନାରେ ସାମିଲ ହେବେ ସେତେ କମ୍ ପ୍ରିମିୟମ ଦେବାକୁ ପଡ଼ିଥାଏ। ଏହି ଯୋଜନା ଚାଷୀମାନଙ୍କ ବୃଦ୍ଧାବସ୍ଥାକୁ ଆର୍ଥିକ ଦୃଷ୍ଟିରୁ ସଂରକ୍ଷିତ କରିବାରେ ଏକ ବଡ଼ ପଦକ୍ଷେପ ହେବ ବୋଲି ଆଶା କରାଯାଇଅଛି।